ଶୁଣ ହେ ସାଧୁ ଜନେ ଦେଇ ମନ କନ, ଆପଣମାନଙ୍କୁ ସମସ୍ତଙ୍କୁ ଓଳଗି ହେଉଛି। ମିଲିମିଶ୍ର ଦେଶୀ କିଚେନକୁ ସ୍ୱାଗତ ଜଣାଉଛି। ଆମ୍ବରେ ଆଜି ବନାଇବା ଗୋଟିଏ ନୂଆ ତ ରେସିପି। ସମସ୍ତେ ଦେଖି ଭିଡ଼ିଓକୁ ହୋଇଯିବେ ଖୁସି। କେହି ବି ତ ଭିଡ଼ିଓକୁ ସ୍କିପ୍ ନ କରିବେ, ଶେଷ ଯାଏ ନିଶ୍ଚିତ ଭାବରେ ଯେ ଦେଖିବେ। ପ୍ରଥମରେ ପ୍ରେସର କୁକର ଗୋଟେ ନେଇଯିବା। ଦିଟା ଆମ୍ବକୁ ଚୋପା ଛଡ଼ାଇ କାଟିକି ତା ଉପରେ ଯେ ଦେବା। ସେଇଥିରେ ହଳଦୀ ଗୁଣ୍ଡ ଟିକେ ପକାଇବା। ସ୍ୱାଦ ଅନୁସାରେ ଅଳ୍ପ ଲୁଣ ଦେଇଦବା। ପାଣି ଗୋଡ଼ ଥିଲେ ତା ଉପରେ ଦେବା ଢାଳି। ନଥିବ ଯଦି ପାଣି ଗୋଡ଼ ଚିନି ଦେବା ଯେ ପକାଇ। ତାହାପରେ ପ୍ରେସରକୁ ଯେ ବନ୍ଦ କରି ନବା। ଏପଟେ କଳା କଡ଼ାଇ ଗୋଟେ ତ ବସାଇବା। ସେହି କଳା କଡ଼ାଇରେ ଦିଟା ଶୁଖା ମରିଚକୁ ଦେଇ ତା ଉପରେ ପଞ୍ଚ ଫୁଟଣକୁ ଦବା ଯେ ପକାଇ। ତା ଉପରେ ଭୃସଙ୍ଗ ପତ୍ର ଟିକେ ତ ଯେ ଦେବା। ସିଝା ହୋଇଥିବା ଆମ୍ବକୁ ତା ଉପରେ ଢାଳିବା। ବେଶୀ ସୁଆଦିଆ ଲାଗିବା ଯେ ପାଇଁ ନଡ଼ିଆ କୋରାକୁ ତା ଉପରେ ଦେବା ଯେ ପକାଇ। ନଡ଼ିଆ କୋରାକୁ ତା ଉପରେ ପକାଇବା। ଭଲ ଭାବରେ ଯେ ଏହିପରେ ତ ଘାଣ୍ଟିବା। ଆମ୍ବ ଖଟାକୁ ତ ଏମିତି ଭାବରେ ଗୋଟେ ଥର ଯେ କରନ୍ତୁ। କେମିତି ଲାଗିଲା ସେ କମେଣ୍ଟରେ ଜଣାନ୍ତୁ। ଆମ୍ବରେ ତ ବହୁତ ସାରା ରେସିପି ହୁଏ। ଏହି ଆମ୍ବ ଖଟା ଗୋଟେ ଥର ଟ୍ରାଏ କର ଭଉଣୀ ହେ ଭାଇ। ଏହିପରି ଭାବରେ ଆମ୍ବକୁ ଯେ ଘାଣ୍ଟୁଥିବେ, ମଝିରେ ଟିକେ ଚିନି ଲୁଣ ସ୍ୱାଦ ପାଇଁ ଚେକ୍ କରି ଚାଖି ନେବେ। ଏହିପରି ଭାବରେ ଯେ ଚେକ୍ କରୁଥିବେ, ମଝିରେ ଲୁଣ ଚିନିର ଟେଷ୍ଟକୁ ଯେ ତ ଚାଖିବେ। ରେଡ଼ି ହେଲା ପରେ ଅନ୍ୟ ପାତ୍ରରେ କାଢ଼ିବେ। ଅରୁଆ ହଉ କି ଉଷୁନା ଭାତରେ ପରଷି ଦେବେ। ଏହିପରି ଭାବରେ ଯେବେ ଆମ୍ବ ଖଟାକୁ କରିବେ, ଦେଖିବେ ଘର ଲୋକ ସମସ୍ତେ ପ୍ରଶଂସାରେ ପୋତି ଦେବେ। ଭିଡ଼ିଓ କେମିତି ଲାଗିଲା କମେଣ୍ଟରେ ଜଣାନ୍ତୁ। ପୁଣି ଦେଖା ହବ ନେକ୍ସଟ ଭିଡ଼ିଓରେ। ରହିଲି ନମସ୍କାର, ଜୟ ଜଗନ୍ନାଥ।